हरे कृष्ण। ଭାବୁଥିଲି କାର୍ତ୍ତିକ ମାସରେ ଯୋଉ ମୂଷା ସେ ଘିଅ ଖାଇଲା ବେଳକୁ ମରି ଯାଇଥିଲା। ଆମେ ଶୁଣନ୍ତି ନା ପଦ୍ମ ପୁରାଣ ବର୍ଣ୍ଣନା କରାଯାଇଛି କାର୍ତ୍ତିକ ମାସରେ ଗୋଟେ ମୂଷାଟେ ଭଗବାନଙ୍କ ସାମ୍ନାରେ ଜଳୁଥିବା ଗୋଟେ ଦୀପରୁ ଘିଅ ଖାଇଲା ବେଳେ ମରିଗଲା ପରେ ସେ ବୈକୁଣ୍ଠ ପ୍ରାପ୍ତ ହେଲା ବୋଲି। ତ ବହୁତ ଦିନ ପୂର୍ବରୁ ମୋର ଡାଉଟ ଥିଲା ମନରେ କି ଗୋଟେ ମୂଷାଟେ ସେ ଖାଲି ଘିଅ ଖାଇକି ମରିଗଲା ବୋଲି ତାକୁ କଣ ବୈକୁଣ୍ଠ ମିଳିଯିବ। ତ somehow ଗୋଟେ ଦୁଇ ଦିନ ତଳେ ମୁଁ ଗୋଟେ ଶୁଣୁଥିଲି, ତ ସେଇଥିରେ ଏକ୍ସପ୍ଲେନ କରାହେଇଛି। ତ ସେଇ ମୂଷାଟା ପୁଣି ଆଉ ଗୋଟେ ଜନ୍ମ ନବ, ଗୋଟେ ଜଣେ ରାଜକୁମାରୀ ହେଇକି ଜଣେ ରାଜାଙ୍କର କନ୍ୟା ହେଇକି ସେ ଜନ୍ମ ନବ। ଆଉ ସେଇ ଜନ୍ମରେ ସେ କେବଳ ଭଗବାନଙ୍କର ଆରତି କରିବ। ତ ମୋର ନାଁ ଟା ମନେ ପଡୁନି କଣ ସେ ରାଜକୁମାରୀ ଯେ ମାତାଜୀ ଅଛନ୍ତି ତାଙ୍କ ନାଁ କଣ ମନେ ପଡୁନି। ସେ ରାଜକୁମାରୀ ହେଇକି ଜନ୍ମ ନେବେ ଆଉ ସେଇ ଜନ୍ମରେ ସେ କେବଳ ଆରତି କରିବେ ଭଗବାନଙ୍କର। ଆରତି ମାନେ ଅର୍ଚନ। ତ ଭକ୍ତିର ନବଦା ଭକ୍ତି ଅଛନ୍ତି, ନବଦା ଭକ୍ତିର ମାର୍ଗରେ ଯେକୌଣସି ଭକ୍ତିର ମାର୍ଗକୁ ନେଇକି ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା। କଣ୍ଡିସନ ହେଲା ଯେମିତି ଭୌତିକ କାର୍ଯ୍ୟରେ ବିଶେଷ କରିକି କାମର ଲାଳସା ଚରିତାର୍ଥ କରିବା ଥିବା ବ୍ୟକ୍ତିର ସମସ୍ତ ଇନ୍ଦ୍ରିୟ ସ୍ଥୂଳ ଏବଂ ସୂକ୍ଷ୍ମ ଇନ୍ଦ୍ରିୟ କାମର କାମକୁ ପୂରଣ କରିବା ପାଇଁ ବ୍ୟବହାର ହେଇଥାଏ। ସେମିତି ପ୍ରାର୍ଥନାରେ ଭଗବାନଙ୍କର ସେବାରେ ମଧ୍ୟ ଆମର ସମସ୍ତ ଇନ୍ଦ୍ରିୟ ଆମେ ବ୍ୟବହାର କରିପାରିବା। ତ ଆମର ଅର୍ଚ୍ଚନା ମାତାଜୀ କହୁଥିଲେ କି ଜପ କରିବା, ଶୁଣିବା ଏବଂ ଭାବିବା। ତ ପ୍ରଭୁପାଦ ବିଶେଷ କରିକି ଭାବିବା ପାଇଁ କିଛି କହିନାହାନ୍ତି। ପ୍ରଭୁପାଦ କହିଲେ କେବଳ our tongue should vibrate। ଆମର ଜିହ୍ୱାରେ ଆମେ କେବଳ ଉଚ୍ଚାରଣ କରିବା ଏବଂ କର୍ଣ୍ଣରେ ଶୁଣିବା। there is no other business of mind। ମନର କୌଣସି ପ୍ରକାର ଆଉ ମନର କିଛି ଭାବିବାର ନାହିଁ। ହଁ, ଯେତେବେଳେ ନାମ ଜପ କରୁଛେ ସେତେବେଳେ ସଫିସିଏଣ୍ଟଲି ଜଣେ ରିଇନଷ୍ଟେଟ ହବ ତାର ସ୍ୱାଭାବିକ ସ୍ଥିତିରେ କି ମୁଁ ହରିନାମର ସେବକ, ମୁଁ ଏଇ ହରିନାମର ସେବକ ଆଉ ହରିନାମ ମୋର ଅନନ୍ତ ସମୟ ପର୍ଯ୍ୟନ୍ତ, ୟା ଚିରଦିନ ପର୍ଯ୍ୟନ୍ତ ମୋର ଇଷ୍ଟ ହେଲେ ହରିନାମ। ତେଣୁ ମତେ ହରିନାମକୁ ପ୍ରସନ୍ନ କରିବା ପାଇଁ ହିଁ ମୋର ସର୍ବସ୍ୱ ସମର୍ପଣ କରିବାର ଅଛି। ତେଣୁ ସୁନ୍ଦର ଭାବରେ ସମ୍ବନ୍ଧ ଜ୍ଞାନରେ ସ୍ଥିତ ହେଇକି ଆମେ ଭଗବାନଙ୍କର ନାମ ଜପ କରିବା। ଆଉ ବହୁତ ଭଗବାନଙ୍କର ନାମ କିଏ ଜଣେ ମତେ କହିଲେ କି ପ୍ରଭୁ ଯେ ମତେ ଜପ କଲା ବେଳକୁ 9 ମିନିଟ 10 ମିନିଟ ଲାଗୁଛି। ମୁଁ କହିଲି ଯଦି ଆପଣ ମନରେ କିଛି ଭାବୁନାହାନ୍ତି ତାହେଲେ ଗୋଟିଏ ଗୋଟିଏ ହରିନାମ ବି ସାରା ସଂସାରରେ ଗୁଞ୍ଜରିତ ହେଇପାରେ। ତେବେ ସାର ଗର୍ଭକ କୁହାଯାଏ। ସାର ଗର୍ଭକ ମାନେ ଡିପ ଓସିଆନିକ ବ୍ଲିସ୍ ପ୍ରଦାନ କରିପାରିବ। ତେଣୁ ମୋର ମନେ ଅଛି ସ୍ପେସିଆଲି ପରମ ପୂଜ୍ୟ ଲୋକନାଥ ସ୍ୱାମୀ ଗୁରୁ ମହାରାଜ ଯେତେବେଳେ ପରମ ପୂଜ୍ୟ ଗୋପାଳକୃଷ୍ଣଙ୍କ ସ୍ୱାମୀ ମହାରାଜଙ୍କର ତିରୋଭାବ ହଉଥିଲା, ସେତେବେଳେ ମହାରାଜ ତାଙ୍କ ପାଖରେ ଉପସ୍ଥିତ ଥିଲେ। ପ୍ରାୟ ଟାଇମରେ ଉଦାହରଣ ମୋ ମନକୁ ଆସେ। ମହାରାଜ ପରମ ପୂଜ୍ୟ ଗୋପାଳକୃଷ୍ଣ ଗୋସ୍ୱାମୀ ମହାରାଜଙ୍କର କାନରେ ହରେ କୃଷ୍ଣ ମହାମନ୍ତ୍ର ଉଚ୍ଚାରଣ କଲେ। ତ ଯେତେବେଳେ ଉଚ୍ଚାରଣ କଲେ ସେଇ ସମୟରେ ମହାରାଜଙ୍କର ତିରୋଭାବ ହେଲା। ତ ମୁଁ ଭାବେ କି ପରମ ପୂଜ୍ୟ ଗୋପାଳକୃଷ୍ଣ ଗୋସ୍ୱାମୀ ମହାରାଜ ତ ନିଶ୍ଚୟ ଭାବରେ ଭଗବାନଙ୍କର ଧାମରେ ପ୍ରବେଶ କରୁଥିବେ। ତା ସହିତ ପରମ ପୂଜ୍ୟ ଲୋକନାଥ ସ୍ୱାମୀ ଗୁରୁ ମହାରାଜଙ୍କର ଯୋଉ ହରେ କୃଷ୍ଣ ମହାମନ୍ତ୍ରର ଯୋଉ ଉଚ୍ଚାରଣ ଭାବ ପୂର୍ବକ ସାର ଗର୍ଭକ ଧ୍ୱନି ଶବ୍ଦ ବ୍ରହ୍ମ ତାହା ମଧ୍ୟ ଭଗବାନଙ୍କର ଧାମକୁ ପ୍ରବେଶ କରୁଥିବ। ତେଣୁ ଭାବନ୍ତୁ ଆମେ ଏଇଠି ଭଗବାନଙ୍କର ନାମ ଗ୍ରହଣ କରୁଛେ, ତ ଏଇ ନାମ ଭଗବାନଙ୍କର ଧାମରେ ପ୍ରବେଶ କରୁଛି। ତ ସେତେ ଶୁଦ୍ଧତା, ଯେତେ ମାତ୍ରା, ଯେତେ ନିୟମିତ ରୂପରେ ଆମେ ପ୍ରାର୍ଥନା କରିବାର ସାମର୍ଥ୍ୟ ଜୁଟେଇବା ଆଉ ନିର୍ଭର କରିବା ଭଗବାନଙ୍କ ଉପରେ, ତ ଭଗବାନଙ୍କର ନାମ ବି ସୁନ୍ଦର ହବ ଆଉ ଏହାର ପରିଣାମ ବି ଆମେ ପ୍ରାପ୍ତ କରିପାରିବା। ଯାହା ଆମକୁ ପ୍ରତ୍ୟେକ ଦିନ ଭଗବାନଙ୍କ ସାଙ୍ଗରେ ସଂଶ୍ଳିଷ୍ଟ ହବା ପାଇଁ ପ୍ରେରଣା ପ୍ରଦାନ କରିବ। ସମସ୍ତେ ଧ୍ୟାନ ପୂର୍ବକ ନାମ ଜପ କରନ୍ତୁ। ଆଉ ଏଇ ନାମ ହିଁ ଜୀବନ ସାରା କରିବାର ଅଛି। କାହିଁକି ନା ଯେହେତୁ ଜୀବନ ସାରା କରିବାର ଅଛି, କାହିଁକି ଏହାର ଗୁଣବତ୍ତାକୁ ଆମେ ସୁନ୍ଦର ଭାବରେ ସଂରକ୍ଷଣ ନ କରିବା। କ୍ୱାଲିଟି ଚାଣ୍ଟିଂ ଆମକୁ କରିବାର ଅଛି। ତ ଆଜି ବହୁତ ସମୟ ହେଇଯାଇଛି, ମତେ କ୍ଷମା କରିବ ମୁଁ ଟାଇମରେ ଜଏନ କରିପାରିନି। 2:30 3ଟାରୁ ଉଠିଲିଣି କିନ୍ତୁ ଓକେ ଆମେ ଏଠି ରହିବା। ସନ୍ଧ୍ୟାବେଳେ ସେସନ ହବ, ମୁଁ ଗ୍ରୁପରେ କହିବି। ହରେ କୃଷ୍ଣ। कृपा सिंधु पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। जगत गुरु श्रील प्रभुपाद की जय। हरे कृष्ण।
नमो विष्णुपदाय।